ବିଜୁ ଜନତା ଦଳ ସଂଗଠିତ ଅଛି। ବିଜେପି ବର୍ତ୍ତମାନ ଫାଳ ଫାଳ କି 3 ନା 4 ଫାଳ ହେଲାଣି ବୋଲିକି ଆମ ପାଖରେ ଖବର ଅଛି। ଲୋକ ପୁଣି ବିଜୁ ଜନତା ଦଳକୁ ଶାସନକୁ ଫେରାଇ ଆଣିବା ପାଇଁ ପ୍ରାୟ ମନସ୍ଥିର କଲେଣି। 2024 ଜୁନ 4 ତାରିଖରେ ଅପ୍ରତ୍ୟାଶିତ ଭାବରେ ବିଜୁ ଜନତା ଦଳ ହାରିଗଲା, ଭାରତୀୟ ଜନତା ପାର୍ଟି ଜିତିଗଲା। ବିଜୁ ଜନତା ଦଳ ହାରିବାଟା ସେତେବେଳେ ଓଡ଼ିଶାର ଲୋକ କେହି ବିଶ୍ୱାସ କରିପାରିଲେନି। କେମିତି ହେଲା ବୋଲି ବାରମ୍ବାର ଆଜି ପର୍ଯ୍ୟନ୍ତ ପ୍ରଶ୍ନ ପଚାରୁଛନ୍ତି। ଏବଂ ଆମେ ଯାହା ଶୁଣୁଛୁ ଯେ ଭାରତୀୟ ଜନତା ପାର୍ଟିର ନେତା ଏବଂ ତାଙ୍କର କର୍ମୀ ସିଏ ମଧ୍ୟ ବିଶ୍ୱାସ କରିପାରିଲେନି ସେ କେମିତି ଜିତିଲେ ବୋଲି। ତେଣୁ ଏଇ ଯୋଉ ଅସମାହିତ ପ୍ରଶ୍ନଟି ରହିଯାଇଛି ସେ ପ୍ରଶ୍ନର ଉତ୍ତର ଓଡ଼ିଶାର ଜନସାଧାରଣ ଖୋଜୁଛନ୍ତି। ବିଜୁ ଜନତା ଦଳ ଆଶ୍ଚର୍ଯ୍ୟ ପ୍ରକଟ କରୁଛି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟ ସେ ବିଶ୍ୱାସ କରିପାରୁନାହାନ୍ତି ଯେ ଏମିତି କେମିତି ହେଲା। ଏ ସନ୍ଧିକ୍ଷଣେ ଯେତେବେଳେ ଫଳାଫଳ ବାହାରିବାର ବର୍ଷେ ପୁରିଗଲା, ଆଜି ଭାରତୀୟ ଜନତା ପାର୍ଟି ସରକାର ଯୋଉ କାମ କରୁଛି ଓଡ଼ିଶାରେ ଲୋକଙ୍କର ସନ୍ଦେହ ଆହୁରି ଘନୀଭୂତ ହଉଛି। କାହିଁକି ନା ସେମାନେ ଭଲ ପରଫର୍ମାନ୍ସ ତ କରିବା ଦୂରେ ଥାଉ, କିନ୍ତୁ ସାମାନ୍ୟ ପରଫର୍ମାନ୍ସ ବି କରିପାରୁନାହାନ୍ତି। ତେଣୁ ଏଇ ଯୋଉ ଅସମାହିତ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଓଡ଼ିଶା ଲୋକ ପାଇଲେଣି ଏବଂ ଓଡ଼ିଶା ଲୋକ ମଧ୍ୟ ଭାବୁଛନ୍ତି ଯେ ଏଭଳି କେମିତି ହେଲା। ଏବଂ ଯୋଉମାନେ କିଛି ଲୋକ ଯୋଉମାନେ ଟିକେ ବିଜୁ ଜନତା ଦଳକୁ ଭୋଟ ନ ଦେଇ ସେପଟେ ଦେଇ ଦେଇଥିଲେ, ମୋ ପାଖରେ ଯେତିକି ଖବର ଅଛି ସେମାନେ ମଧ୍ୟ ବର୍ତ୍ତମାନ ଟିକେ ମନ ଦୁଃଖ କରୁଛନ୍ତି, ପଶ୍ଚାତାପ କରୁଛନ୍ତି। ଏବଂ ଆଜିକା ଦିନରେ ଯଦି ଆମେ ହିସାବ କରିବା, ଲୋକ ପୁଣି ବିଜୁ ଜନତା ଦଳକୁ ଶାସନକୁ ଫେରାଇ ଆଣିବା ପାଇଁ ପ୍ରାୟ ମନସ୍ଥିର କଲେଣି। ଆପଣ ଦେଖନ୍ତୁ ଦଳ ଭିତରେ କନ୍ଦଳ ନାହିଁ, ବରଂ ବିଜୁ ଜନତା ଦଳ ସଂଗଠିତ ଅଛି। ବିଜେପି ବର୍ତ୍ତମାନ ଫାଳ ଫାଳ କି 3 ନା 4 ଫାଳ ହେଲାଣି ବୋଲିକି ଆମ ପାଖରେ ଖବର ଅଛି। ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ନେତୃତ୍ୱରେ ସଂଗଠିତ ଅଛି। ଭାରତୀୟ ଜନତା ପାର୍ଟି ବହୁଧା ବିଭକ୍ତ ହେଲେଣି ଏବଂ ଫାଳ ଫାଳ ଅନେକ ଫାଳ ହେଇସାରିଛି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।